ଜୟ ଜଗନ୍ନାଥ ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ଆଜି ଭିଡ଼ିଓରେ ତୁମମାନଙ୍କ ସାହିତ୍ୟ ବହିର ପାଠ 9 ଓଡ଼ିଆ ନୂଆ ବର୍ଷ ଏହି ଚାପ୍ଟରଟିର ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିନେବା। ଆସ କଥାବାର୍ତ୍ତା ହେବା। 1 ନମ୍ବର, ତୁମ ଘରେ କେଉଁ ପର୍ବପର୍ବାଣୀ ପାଳନ କରାଯାଏ? ଉତ୍ତର, ଆମ ଘରେ ଅକ୍ଷୟ ତୃତୀୟା, ରଜ, ଚନ୍ଦନ ଯାତ୍ରା, ପଣା ସଂକ୍ରାନ୍ତି, ଦଶହରା, ରାକ୍ଷୀ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ବଡ଼ ଓଷା ଇତ୍ୟାଦି ପର୍ବପର୍ବାଣୀ ପାଳନ କରାଯାଏ। 2 ନମ୍ବର, ତୁମର ପ୍ରିୟ ପର୍ବଗୁଡ଼ିକୁ କିପରି ପାଳନ କର? ଉତ୍ତର, ରଜ ପର୍ବକୁ ଆମେ ଦୋଳି ଖେଳି, ପିଠାପଣା ଖାଇ ଓ କୁମାର ପୂର୍ଣ୍ଣିମାରେ ପୁଚି ଖେଳି ଚନ୍ଦ୍ର ପୂଜା କରି ପାଳନ କରିଥାଉ। 3 ନମ୍ବର, ଗ୍ରୀଷ୍ମ ଋତୁ ଆଗମନରେ କେଉଁ ସବୁ ପର୍ବ ପାଳନ କରାଯାଏ? ଉତ୍ତର, ଗ୍ରୀଷ୍ମ ଋତୁ ଆଗମନରେ ପଣା ସଂକ୍ରାନ୍ତି, ଯାହାକି ଆମ ଓଡ଼ିଆମାନଙ୍କର ନବବର୍ଷ ରୂପରେ ପାଳନ କରାଯାଏ। ତା ସହିତ ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଏବଂ ସାବିତ୍ରୀ ବ୍ରତ ଆଦି ପର୍ବ ପାଳନ କରାଯାଏ। ଆଲୋଚନା କର ଓ ଲେଖ। 1 ନମ୍ବର, ପଣା ସଂକ୍ରାନ୍ତି ଦିନ କ'ଣ ସବୁ କରାଯାଏ? ଉତ୍ତର, ପଣା ସଂକ୍ରାନ୍ତି ଦିନ ଓଡ଼ିଆ ଲୋକମାନେ ତୁଳସୀ ଚଉରା ମୂଳେ ଜାମୁ କିମ୍ବା ଗବଡାଳ ପୋତି ମାଟିର ଠେକି ବାନ୍ଧନ୍ତି ଏବଂ ଠେକିରେ ପାଣି ଓ ପଣା ଦିଅନ୍ତି। ଘରେ ଘରେ ଛତୁଆ ଓ ବେଲପଣା ଭୋଗ ହୁଏ। ମନ୍ଦିରମାନଙ୍କରେ ମଧ୍ୟ ବେଲ ପଣା ହୁଏ। ତ ଏଠି ପିଲାମାନେ ବେଲ ପଣା ଲେଖିବ ହେଲା, ବେଲ ପଣା ହୁଏ। 2 ନମ୍ବର, ପଣା ସଂକ୍ରାନ୍ତି ଯେପରି ଓଡ଼ିଆମାନଙ୍କର ନୂଆବର୍ଷ, ସେହିପରି ଅହମିଆମାନଙ୍କର ନୂଆବର୍ଷ କେବେ ପାଳନ କରାଯାଏ? ଉତ୍ତର, ଅହମିଆମାନଙ୍କର ନୂଆବର୍ଷ ପଣା ସଂକ୍ରାନ୍ତି ସମୟରେ ପାଳନ କରାଯାଏ। 3 ନମ୍ବର, ଓଡ଼ିଆମାନେ ପାଞ୍ଜି ଅନୁସାରେ କ'ଣ ସବୁ କରିଥାନ୍ତି? ଉତ୍ତର, ଓଡ଼ିଆମାନେ ପାଞ୍ଜି ଅନୁସାରେ ଗୃହ ପ୍ରତିଷ୍ଠା, ପୂଜା ପର୍ବ, ବିବାହ ଓ ବ୍ରତ ସବୁ କରିଥାନ୍ତି। 4 ନମ୍ବର, ବୈଶାଖ ମାସରେ ଆଉ କେଉଁ ସବୁ ପର୍ବ ପାଳନ କରାଯାଏ? ଉତ୍ତର, ବୈଶାଖ ମାସରେ ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା, ବୁଧ ପୂର୍ଣ୍ଣିମା ଏସବୁ ପର୍ବ ପାଳନ କରାଯାଏ। 5 ନମ୍ବର, ଗ୍ରୀଷ୍ମ ଋତୁରେ ତୁମେ କେଉଁ ଫଳ ସବୁ ଖାଇବାକୁ ଭଲ ପାଅ? ଉତ୍ତର, ଆମ୍ବ, ପଣସ, ଲିଚୁ, କମଳା, ତରଭୁଜ, କାକୁଡ଼ି, ଖରଭୁଜ ଆଦି ଫଳ ଖାଇବାକୁ ଭଲ ପାଉ। ନେକ୍ସଟ, ଭାଷାର କଥା। ତାହେଲେ ପିଲାମାନେ ଏଠି ଚିତ୍ର ଦେଖ ଯେ ଶିକ୍ଷୟିତ୍ରୀଙ୍କ ସହିତ ପିଲାମାନଙ୍କର କଥୋପକଥନ ଚାଲିଛି। ତାହେଲେ ଶିକ୍ଷୟିତ୍ରୀ ପଚାରୁଛନ୍ତି, ତୁମ ନାମ କ'ଣ? ତାହେଲେ ଏଇ ପିଲାଟି କହୁଛି ଯେ ମୁଁ ମାନୁ, ଅର୍ଥାତ୍ ମୋ ନାମ କ'ଣ? ମାନୁ ବା ମୁଁ ମାନୁ ଅଟେ। ତାପରେ ଶିକ୍ଷୟିତ୍ରୀ ପଚାରୁଛନ୍ତି, ତୁମ ସହ କିଏ କିଏ ଅଛନ୍ତି? ତାହେଲେ ଏଇ ପିଲାଟି କହୁଛି, ମୋ ସହ ମୋ ସାଙ୍ଗ ଗୁଗୁଲ, ଦିବ୍ୟା ଓ ସାହିଲ ଅଛନ୍ତି। ତାହେଲେ ଦେଖ ପିଲାମାନେ, ଏଠି ପ୍ରଶ୍ନ ପଚାରିଲା ବେଳେ ପ୍ରଶ୍ନବାଚକ ଚିହ୍ନ ବା କ୍ୱେଶ୍ଚିନ୍ ମାର୍କ ଦିଆଯାଇଛି, ଏଠି ମଧ୍ୟ ଦିଆଯାଇଛି, ଏଠି କମା ଦିଆଯାଇଛି ହେଲା। ତ ଏଗୁଡ଼ିକ ସବୁ ବିରାମ ଚିହ୍ନର ପ୍ରୟୋଗ କରାଯାଇଛି। ତାହେଲେ ଦେଖ, ଭାଷାର କଥା ଚିତ୍ରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି। ମାନୁ ଉତ୍ତରରେ ନିଜ ନାମ ସହ ନିଜ ସାଙ୍ଗମାନଙ୍କ ନାମ କହୁଛି। ଏହି କଥୋପକଥନରେ ବାକ୍ୟ ଶେଷରେ ପୂର୍ଣ୍ଣଚ୍ଛେଦ, ବିରାମ ନେବା ସମୟରେ କମା ଓ ପ୍ରଶ୍ନ ପଚାରିବା ସମୟରେ ପ୍ରଶ୍ନବାଚକ ଚିହ୍ନ ଦିଆଯାଇଛି, ଯାହାକୁ କି ଆମେ ଆଲୋଚନା କଲେ। 1 ନମ୍ବର, ଏବେ ତଳେ ଦିଆଯାଇଥିବା ବାକ୍ୟ ଗୁଡ଼ିକରେ ବିରାମ ଚିହ୍ନ ଦେଇ ଆଉ ଥରେ ଲେଖ। ଦିଲୁ ଓ ମିନା ହାଟରୁ ସେଓ, ଅଙ୍ଗୁର, ନାସପତି ଓ ଡାଳିମ୍ବ କିଣିଲେ। ମିନା ଦିଲୁକୁ ପଚାରିଲା, ଆଉ କ'ଣ କିଣିବା? ଦିଲୁ ମନା କଲା। ଦୁହେଁ ଘରକୁ ଫେରିଲେ। ତାହେଲେ ଏଇ ବାକ୍ୟଟିକୁ ଆମେ କ'ଣ କରିବା? ଉପଯୁକ୍ତ ବିରାମ ଚିହ୍ନ ଦେଇକି ଲେଖିବା। ବୁଝିହେଲା? ତାହେଲେ ପିଲାମାନେ ଏମିତି ଲେଖିବ, ଦିଲୁ ଓ ମିନା ହାଟରୁ ସେଓ, ଏଠି କମା ଦେବ, ଅଙ୍ଗୁର ଏଠି କମା ଦେବ, ନାସପତି ଓ ଡାଳିମ୍ବ କିଣିଲେ। ତାହେଲେ ଏଇଠି ପୂର୍ଣ୍ଣଚ୍ଛେଦ ଦେବ। ବୁଝିହେଲା? ଏଇଠି ପୂର୍ଣ୍ଣଚ୍ଛେଦ ଦେବ। ମିନା ଦିଲୁକୁ ପଚାରିଲା, ତ ଆଉ କ'ଣ କିଣିବା? ଦିଲୁ ପଚାରିଲା। ଦୁହେଁ ଘରକୁ ଫେରିଲେ। ତାହେଲେ ଏଠି ତ ପୂର୍ଣ୍ଣଚ୍ଛେଦ ଅଛି ଆଉ। ବୁଝିହେଲା?
ତାପରେ 2 ନମ୍ବର ତୁମ ଅଞ୍ଚଳରେ କେଉଁ ସବୁ ପର୍ବପର୍ବାଣୀ ପାଳିତ ହୁଏ? ତାହେଲେ ତୁମ ଅଞ୍ଚଳରେ କେଉଁ ସବୁ ପର୍ବପର୍ବାଣୀ ପାଳିତ ହୁଏ ଲେଖିବା। କାଳୀ ପୂଜା ଦେଇଛି, ଆଉ ଲେଖିବା। ତ ଲେଖିବା ଦୁର୍ଗା ପୂଜା ମଧ୍ୟ ହୁଏ, ଲେଖିବ ଦୁର୍ଗା ପୂଜା। ସେଇଭଳି କୁମାର ପୂର୍ଣ୍ଣିମା ଲେଖିବ ହେଲା, କୁମାର ପୂର୍ଣ୍ଣିମା। ଆହୁରି ଲେଖିବ ଦୋଳ ପୂର୍ଣ୍ଣିମା। ଆହୁରି ରଜ ଲେଖିପାରିବ, ଅକ୍ଷୟ ତୃତୀୟା ମଧ୍ୟ ଲେଖିପାରିବ। ଏମିତି ତୁମେମାନେ ଲେଖିବ ତୁମ ଅଞ୍ଚଳରେ ଯେଉଁ ସବୁ ପର୍ବପର୍ବାଣୀ ପାଳନ କରାଯାଏ। 3 ନମ୍ବର ପର୍ବପର୍ବାଣୀ ଦିନ ତୁମ ଘରେ କଣ ସବୁ ହୁଏ ଲେଖ। ଯେମିତି ଗୋଟେ ଦେଇଛି ଘର ଦ୍ୱାର ସଫା ହୁଏ, ସେମିତି ପିଲାମାନେ ଆଉ କଣ ହୁଏ ଲେଖିବା। ଆଉ ଏଠି ମୁଁ ଲେଖି ଦଉଛି, ତୁମେମାନେ ଲେଖିବ ହେଲା। ପିଠାପଣା କରାଯାଏ, ପିଠାପଣା କରାଯାଏ। ଆଉ କଣ ପିଲାମାନେ ହୁଏ? ସମସ୍ତେ ନୂଆ ପୋଷାକ ପିନ୍ଧନ୍ତି, ସମସ୍ତେ ନୂଆ ପୋଷାକ ପିନ୍ଧନ୍ତି। ଆଉ କଣ ପିଲାମାନେ ହୁଏ? ଆହୁରି ଲେଖିବା ଠାକୁରଙ୍କ ପାଖରେ ଭୋଗ କରାଯାଏ, ଠାକୁରଙ୍କ ପାଖରେ ଭୋଗ କରାଯାଏ। ଆହୁରି ସେଇଭଳି ପିଲାମାନେ ଖେଳ ଖେଳନ୍ତି ହେଲା, ପିଲାମାନେ ଖେଳ ଖେଳନ୍ତି। ଆହୁରି ସେମିତି ଠାକୁରଙ୍କୁ ପିଲାମାନେ ମଧ୍ୟ ପୂଜା କରନ୍ତି ହେଲା। ଆଉ ପରିବାରର ସମସ୍ତେ ଏକାଠି ହୁଅନ୍ତି। ଲାଷ୍ଟକୁ ଲେଖିବ ପରିବାରର ସମସ୍ତେ ଏକାଠି ହୁଅନ୍ତି ହେଲା। ଏମିତି ତୁମେମାନେ ଲେଖି ନବ। ତାପରେ ଆଗକୁ ଯିବା ଆମର ଛୁଟି ଦିନ। ତାହେଲେ 4 ନମ୍ବର ତୁମ ବିଦ୍ୟାଳୟରେ ଦିଆଯାଉଥିବା ଛୁଟି ଦିନ ଗୁଡ଼ିକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ବୁଝ। କେଉଁ ଛୁଟି କେତେ ଦିନ ମିଳୁଛି ସେହି ସମ୍ପର୍କିତ ତଥ୍ୟକୁ ତଳ ତାଲିକାରେ ଲେଖ। ତାହେଲେ ପିଲାମାନେ ଛୁଟି ଦିନ କେବେଠାରୁ କେବେ ପର୍ଯ୍ୟନ୍ତ ମିଳେ, ଦିନ ସଂଖ୍ୟା। ତାହେଲେ ମୁଁ ଏଠି ଲେଖି ଦଉଛି, ତୁମେମାନେ ଲେଖି ନବ। ଗ୍ରୀଷ୍ମ ଛୁଟି ତ ଇଏ ସାଧାରଣତଃ କେବେଠାରୁ, ଏଠି ଆମେ ଲେଖିବା ଏପ୍ରିଲ ଓ ଜୁନ ମାସ ହେଲା, ଏପ୍ରିଲ ଓ ଜୁନ ମାସ ଲେଖିବ ହେଲା। ତ ସାଧାରଣତଃ ଗ୍ରୀଷ୍ମ ଛୁଟି କେତେ ଦିନ ପିଲାମାନେ? 40 ରୁ 45। ଏବେ ଗ୍ରୀଷ୍ମ ଛୁଟିରେ ତୁମେ ଘର ଅଛ ନା ବୁଲିବା ପାଇଁ ଯାଇଛ? ମତେ କମେଣ୍ଟରେ ଜଣେଇବ ହେଲା। ତ ଏଇଠି ଦିନ ସଂଖ୍ୟା 40 ରୁ 45 ଦିନ। ସେଇଭଳି ଆଉ ଗୋଟେ ଶରତ ଋତୁରେ, ଶରତ ଋତୁ ପିଲାମାନେ ସାଧାରଣତଃ ଅକ୍ଟୋବର ମାସରେ ହେଲା, ଲେଖିବ ଅକ୍ଟୋବର ମାସ ଏଠି, ଅକ୍ଟୋବର ମାସ। ତାହେଲେ ଏଇ ସାଧାରଣତଃ ଦୁର୍ଗା ପୂଜା ଛୁଟି କେତେ ଦିନ ହୁଏ? 7 ରୁ 10 ଦିନ ହେଲା, 7 ରୁ 10 ଦିନ ହୁଏ। ତାପରେ ଶୀତ ଋତୁ, ଶୀତ ଋତୁ ସାଧାରଣତଃ ଡିସେମ୍ବର ମାସରେ ହୁଏ ହେଲା, ଲେଖିବ ଡିସେମ୍ବର ମାସରେ। ତୁମେମାନେ ଡିସେମ୍ବର ମାସରେ କେତେ ଦିନ ଛୁଟି ନିଅ ପିଲାମାନେ? ସ୍କୁଲ କେତେ ଦିନ ଛୁଟି ହୁଏ? 5 ରୁ 6 ଦିନ ହେଲା। ତେଣୁ ଏମିତି ଲେଖି ନବ, ବୁଝିହେଲା। ତାପରେ ଦେଖ 5 ନମ୍ବର ଅକ୍ଷୟ ତୃତୀୟା ପର୍ବରେ କୃଷକ ମା ଲକ୍ଷ୍ମୀଙ୍କୁ ପୂଜା କରି ଚାଷ କାର୍ଯ୍ୟ ଆରମ୍ଭ କରିଥାଏ। ତୁମେ ତୁମ ଘରେ କେଉଁ ପର୍ବ ପାଳନ କର? ସେଇ ପର୍ବରେ କେଉଁ ଠାକୁର ଠାକୁରାଣୀଙ୍କୁ ପୂଜା କର ଲେଖ। ଉତ୍ତର ରଜ ଭୂମି ମାତାଙ୍କୁ ପୂଜା କରାଯାଏ। ବଡ଼ ଓଷା ଏଥିରେ ଯମ ଦେବତାଙ୍କୁ ପୂଜା କରାଯାଏ। ଖୁଦୁରୁକୁଣୀ ମା ମଙ୍ଗଳାଙ୍କୁ ପୂଜା କରାଯାଏ। କୁମାର ପୂର୍ଣ୍ଣିମା କାର୍ତ୍ତିକଙ୍କୁ ପୂଜା କରାଯାଏ। ନେକ୍ସଟ ଆଗକୁ ଯିବା ମୋର କଳାକୃତି। 1 ନମ୍ବର ଫୁଲ, ଆମ୍ବ ଏବଂ ଅଶୋକ ପତ୍ର ସହିତ ଅନ୍ୟ ବସ୍ତୁର ଉପଯୋଗରେ ସୁନ୍ଦର ତୋରଣ ତିଆରି କର। ଦେଖ ପିଲାମାନେ ଏଠି ଆମ୍ବ ଆଉ ଫୁଲ, ଆମ୍ବ ପତ୍ର ଆଉ ଫୁଲ, ଏମିତି ବିଭିନ୍ନ ପ୍ରକାର ଫୁଲକୁ ନେଇ କେତେ ସୁନ୍ଦର ତୋରଣ ସବୁ ତିଆରି କରାଯାଉଛି ହେଲା। ତ ଏଇ ସବୁ ତୋରଣ ଗୁଡ଼ିକ ତୁମେ କଣ କରିବ? ଶିଖିବ, କରିବା ପାଇଁ ଚେଷ୍ଟା କରିବ, ବୁଝିହେଲା।
ତାପରେ କଳ୍ପନା କର ଦିନେ ମହୁମାଛି ବଗିଚାକୁ ଗଲା। ସେଦିନ ସେ ବହୁତ ଖୁସି ଥିଲା। ସେ ସେଠାରେ ଭଉଣୀ ସୂର୍ଯ୍ୟମୁଖୀ ଓ ସୂର୍ଯ୍ୟ ମାମୁଙ୍କ ସହ ଦେଖା ହେଲା। ତୁମେ ଭାବି କରି କୁହ ସେମାନେ ସେମାନଙ୍କ ମଧ୍ୟରେ କଣ କଥାବାର୍ତ୍ତା ହେଉଥିବେ। ତାହେଲେ ଏଇଠି ପିଲାମାନେ ସୂର୍ଯ୍ୟ ଆଉ ମହୁମାଛି ଆଉ ଫୁଲ କଣ ସବୁ କଥାବାର୍ତ୍ତା ହେଉଥିବେ ଆମେ ଲେଖିବା। ବୁଝିହେଲା? ତାହେଲେ ପିଲାମାନେ ଏଇଠି ମହୁମାଛି କହୁଛି ତ ଏଇଠି ଲେଖିଦବ ସୂର୍ଯ୍ୟମୁଖୀ ଓ ସୂର୍ଯ୍ୟ କେମିତି ଅଛ। ତାହେଲେ ଫୁଲକୁ ଆଉ ସୂର୍ଯ୍ୟକୁ ଲେଖିବ ତୁମେ ସୂର୍ଯ୍ୟମୁଖୀ ଓ ସୂର୍ଯ୍ୟ କେମିତି ଅଛ। କେମିତି ଅଛ। ଏତେ ଦିନ ପରେ ଦେଖା ହେଲା ଖୁସି ଲାଗୁଛି ହେଲା। ଏତେ ଦିନ ପରେ ଦେଖା ହେଲା ଖୁସି ଲାଗୁଛି। ତାହେଲେ ପିଲାମାନେ ଏଇଠି କରିବ ହେଲା। ମହୁମାଛି କଥାରେ ହିଁ ଏଇଠି ତୁମେ ମାନେ ଲେଖିବ। ତାପରେ ସୂର୍ଯ୍ୟ କଣ କହିଥିବେ? ସୂର୍ଯ୍ୟ କହିଥିବେ ହଁ ମହୁମାଛି। ଏଇଠି ଲେଖିବ ହଁ ଏଇଠି ଲେଖିବ ପିଲାମାନେ ମହୁ ମାଛି। ମୁଁ ଭଲ ଅଛି। ମୁଁ ଭଲ ଅଛି। ତାପରେ ପୁଣି ଏଇଠି ସୂର୍ଯ୍ୟମୁଖୀ କିଛି କହିବ ନା ନାଇଁ। ତେଣୁ ସୂର୍ଯ୍ୟମୁଖୀ କଣ କହିବ? ମହୁମାଛି ତୁମେ କେମିତି ଅଛ। ହେଲା ଏମିତି ଲେଖିନେବ ମହୁମାଛି ତୁମେ କେମିତି ଅଛ। ହେଲା ଏଠି ପ୍ରଶ୍ନ ମାର୍କ ଦେବ, କ୍ୱେଶ୍ଚିନ୍ ମାର୍କ ଚିହ୍ନ ଦେବ। ବୁଝିହେଲା? ନେକ୍ସଟ ଆସ ଜାଣିବା ବୈଶାଖ ମାସରେ କେଉଁ କେଉଁ ଫୁଲ ଫୁଟେ ତଳ ସାରଣୀରେ ଲେଖ। ତାହେଲେ ପିଲାମାନେ ଖରା ଦିନେ ବୈଶାଖ ମାସରେ କି କି ଫୁଲ ସବୁ ଫୁଟେ। ତାହେଲେ ଆମେ ଲେଖିବା। ଏଠି ଲେଖିପାରିବା ଯେମିତିକି ସୂର୍ଯ୍ୟମୁଖୀ, ହେଲା ଆଉ ମନ୍ଦାର, ଅପରାଜିତା ଆଉ ସଦାବିହାରୀ, କନିଅର। ତ এইଭଳି ତୁମେ ଫୁଲ ସବୁ ନାମ ଲେଖିନେବ ଯିଏକି ବୈଶାଖ ମାସରେ ଫୁଟେ। ବୁଝିହେଲା? ତ ଏଇଠି ପିଲାମାନେ ତୁମମାନଙ୍କର ପ୍ରଶ୍ନ ଉତ୍ତର ସରିଯାଇଛି। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବ ଏବଂ ଭିଡ଼ିଓକୁ ସେୟାର କରିଦେବ। ହେଲା ସମସ୍ତଙ୍କୁ ସାଙ୍ଗମାନଙ୍କୁ ସେୟାର କରିଦେବ। ଆଉ ତୁମେମାନେ କେଉଁଠୁ ସବୁ ମୋ ଭିଡ଼ିଓ ଦେଖୁଛ ତାହେଲେ ତୁମ ଗ୍ରାମର ନାମ ମୋତେ କମେଣ୍ଟରେ ଜଣେଇବ। ବୁଝିହେଲା? ତ ଏହାପରେ ତୁମମାନଙ୍କୁ କେଉଁ ବିଷୟର ପ୍ରଶ୍ନ ଉତ୍ତର ଦରକାର ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରିବ। ଥ୍ୟାଙ୍କ ୟୁ।